ସ୍ୱପ୍ନପୁର ବୋଲି ଗୋଟିଏ ଛୋଟ ଗାଁଟିଏ ଥିଲା। ସେଇ ଗାଁରେ ରାଧୁଆ ନାମକ ଗୋଟିଏ ଅନ୍ଧାରକଣା ଲୋକଟିଏ ବସବାସ କରୁଥାଏ। ସଂସାର କହିଲେ ସିଏ ଆଉ ତା ସ୍ତ୍ରୀ। ଭାରି ଅଭାବୀ ଆଉ ଗରିବ ଲୋକଟିଏ ଥିଲା ରାଧୁଆ। ଗାଁ ଗାଁ ବୁଲି ରାଧୁଆ ଭିକ ମାଗି ପେଟ ପୋଷେ। ସବୁଦିନ ଭଳି ରାଧୁଆ ଗାଁ ଗାଁ ବୁଲି ଚାଉଳ ମାଗି ସୂର୍ଯ୍ୟ ଅସ୍ତ ହେବା ଆଗରୁ ଘରକୁ ଫେରି ଆସେ। ଆଉ ସେଇଦିନର ତାର ଖାଇବା ହେଇଯାଏ। ସବୁଦିନ ପାଖାପାଖି ଗାଁରେ ଚାଉଳ ମାଗି ନିଜକୁ ଲଜ୍ଜିତ ହେବାରୁ ଦିନେ ଦୂର ବାଟ ଗାଁ ଦେଖି ଭିକ ମାଗିବା ପାଇଁ ଚାଲି ଯାଇଥିଲା। ସେଇ ଗାଁରୁ ଚାଉଳ ଧରି ଫେରିଲା ବେଳକୁ ଗାଁ ମୁଣ୍ଡ ପାହାଡ଼ ତଳେ ସନ୍ଧ୍ୟା ହେଇଯାଇଥାଏ। ଅଧିକ ସଞ୍ଜ ହେବାରୁ ରାଧୁଆକୁ କିଛି ନ ଦିଶିବାରୁ ରାଧୁଆ ଜଙ୍ଗଲ ତଳ କଣ୍ଟାବଣି ଭିତରକୁ ପଶି ଯାଇଥାଏ। ବାଘ ଭାଲୁ ଆତଙ୍କରେ ଆଉ ସାପଙ୍କର ଭୟଙ୍କର ଗର୍ଜନରେ ଜଙ୍ଗଲଟି ପ୍ରତିଧ୍ୱନିତ ହେଉଥାଏ। ଏସବୁ ଶୁଣି ରାଧୁଆ ଡରି ଯାଇଥାଏ। ରାତି ଯେମିତି ଧୀରେ ଧୀରେ ବଢ଼ି ବଢ଼ି ଚାଲିଥାଏ, ରାଧୁଆ ସେମିତି ଜଙ୍ଗଲ ଭିତରକୁ ଚାଲି ଯାଉଥାଏ। ଯେତେ ଚେଷ୍ଟା କରେ ତଥାପି ଜଙ୍ଗଲ ଭିତରୁ ବାହାରି ପାରେ ନାହିଁ ରାସ୍ତାକୁ। ଆଖିରେ ଲୁହ, ଦେହରେ ଝାଳ, ପେଟରେ ଭୋକ ଆଉ ପାଦରେ ରକ୍ତ। ଏସବୁ ସମ୍ଭାଳି ନ ପାରି ବଡ଼ ଜୋରସେ ଡାକ ପକେଇଲା ରାଧୁଆ। ହେ ପ୍ରଭୁ, ହେ ମା, ଏଇ ଜଙ୍ଗଲ ଭିତରୁ ମୋତେ କିଏ ରକ୍ଷା କର। କିଏ ଅଛ ଏଇ ଜଙ୍ଗଲ ଭିତରୁ ମୋତେ ଟିକେ ରକ୍ଷା କର। ଏଇ ଜଙ୍ଗଲ ଭିତରୁ ମୋତେ ବାହାର କରିଦିଅ। ରାଧୁଆର ଦୁଃଖ ସହି ନ ପାରି ସେଇ ପାହାଡ଼ ତଳେ ଥିବା ଜଣେ ଗ୍ରାମ ଦେବୀ ମା ମହାପାଟ ଠାକୁରାଣୀ ବୁଢ଼ୀ ବେଶରେ ତା ପାଖରେ ଆସି ଛିଡ଼ା ହେଲେ। ଆଉ ରାଧୁଆକୁ ପଚାରନ୍ତି, କିଏ କିରେ ବାପ ତୁମେ? ମୋ ଘର ଆଗରେ ଏଇ ସଞ୍ଜ ବେଳଟାରେ କାହିଁ ଠିଆ ହେଇଛ? କ'ଣ ମାଗୁଛ କି ନବ? ବୁଢ଼ୀ ମା, ଦୂର ଗାଁରୁ ଭିକ ମାଗି ଫେରୁଥିଲି। ଆଉ ଆସିଲା ବେଳକୁ ବାଟରେ ସଞ୍ଜ ହେଇଗଲା। ମୋ ଘରକୁ ବାଟ ପାଉନାହିଁ। ବାଟଟା ବାବା ସେପଟ ସାଇଡ଼ ରହିଲାରେ ବାବା, ଡାହାଣ ପଟକୁ। ତୁ ଏପଟୁ ଜଙ୍ଗଲ ଭିତରୁ କାହିଁ ଆସୁଥିଲୁ? ବୁଢ଼ୀ ମା, ମୋତେ ମୋ ଗାଁ ରାସ୍ତାରେ ଟିକେ ଛାଡ଼ି ଦିଅ। ଆଉ ମୁଁ ଚାଲିଯିବି ମୋ ଘରକୁ। ମୋ ଆସିବା ବାଟକୁ ମୋ ସ୍ତ୍ରୀ ଅନେଇ ରହିଥିବ। ମା ମହାପାଟ ଠାକୁରାଣୀ କୁହନ୍ତି, ବାପରେ ଯା, ତୋ ଘରକୁ ବାଟ ମୁଁ ଦେଖେଇ ଦେବି। ହେଲେ ମୋର ଗୋଟେ କଥା ରଖିବୁ, ତୁ ପଛକୁ ଅନେଇବୁ ନାହିଁ। ଯଦି ପଛକୁ ଚାହିଁଲୁ ତାହେଲେ ମୁଁ ତତେ ଛାଡ଼ି ପଳେଇବି ମୋ ଘରକୁ। ଠିକ୍ ଅଛି ବୁଢ଼ୀ ମା, ମୁଁ ତୁମକୁ କଥା ଦଉଛି, ମୁଁ ପଛକୁ ଚାହିଁବି ନାହିଁ। ରାଧୁଆ ଆଖିର ଦେଖିବା ଜ୍ୟୋତିକୁ ମା ମହାପାଟ ଠାକୁରାଣୀ ତାକୁ ଫେରେଇ ଦିଅନ୍ତି। ଆଉ ତା ହାତରେ ଗୋଟିଏ ଦୀପ ଦିଅନ୍ତି। ସେ ଦୀପ ସାହାଯ୍ୟରେ ରାଧୁଆ ଆଗକୁ ମାଡ଼ି ଚାଲିଲା। ଏତିକି କହି ମା ମହାପାଟ ଠାକୁରାଣୀ ରାଧୁଆ ଆଗେ, ମା ମହାପାଟ ଠାକୁରାଣୀ ପଛେ ଚାଲନ୍ତି। ବାପରେ, ତୋ ଘର ଆସିଗଲା। ମୁଁ ଏଥର ଯାଉଛି ମୋ ଜାଗାକୁ। ରାଧୁଆକୁ ଗାଁ ମୁଣ୍ଡରେ ଛାଡ଼ି ମା ମହାପାଟ ଠାକୁରାଣୀ ସେଇ ଜାଗାରୁ ଅନ୍ତର୍ଦ୍ଧାନ ହେଇଯାଆନ୍ତି। ରାଧୁଆ ଯେବେ ପଛକୁ ବୁଲି ଚାହେଁ, ସେ ବୁଢ଼ୀ ମା ଜଣକୁ ପାଇଲା ନାହିଁ। ତାପରେ ଜୋରସେ ପାଟି କରି ଡାକେ, ବୁଢ଼ୀ ମା, କୁଆଡ଼େ ଏଠୁ ଚାଲିଗଲ ଏତେ ଶୀଘ୍ର? କୁହୁଡ଼ି ଆଉ ଘନ ଅନ୍ଧାର ଭିତରୁ ଗୋଟେ ଶବ୍ଦ ଆସେ, ମୋତେ କ'ଣ ତୁ ଚିହ୍ନି ପାରିଲୁନୁ? ପୁଣି ପଛରୁ ଡାକୁଛୁ? ମୁଁ ହେଲି ମା ମହାପାଟ ଠାକୁରାଣୀ। ରାଧୁଆ ମା ମହାପାଟ ଠାକୁରାଣୀକୁ ଚିହ୍ନି ପାରିଲା। ଆଉ ମନ ଭିତରୁ ଗୋଟେ ମୁଣ୍ଡିଆ ମାରିଲା।
ହଁ ଭାଇ ଭଉଣୀ, ଏହା ଏକ ସତ୍ୟ ଘଟଣା। ଆଜି ବି ରାଧୁଆ ସଂକ୍ରାନ୍ତି ଦିନ ମା ମହାପାଟ ଠାକୁରଙ୍କ ପାଖରେ ନଡ଼ିଆଟିଏ ଭୋଗ ଲଗେଇ ଫେରେ।